ଆପଣ ଜାଣିଛନ୍ତି କି କେହି ବିଜ୍ଞାନ ପାଇଁ ଶହୀଦ ହେବା, କେହି ସତ୍ୟ ପାଇଁ ଶହୀଦ ହେଇଯିବା, କେହି ଭାଷା ପାଇଁ ଶହୀଦ ହେବା, କେହି ପ୍ରେମ ପାଇଁ ଶହୀଦ ହେବା। ଆମେ ସମସ୍ତେ ଜାଣିଛେ ଯେ ଅନେକ ରାଷ୍ଟ୍ରଭକ୍ତ, ଦେଶଭକ୍ତ, ଯୋଦ୍ଧା, ସୈନିକ ସେମାନେ ସବୁ ଦେଶ ପାଇଁ ଜୀବନ ଦେଇକରି ଶହୀଦ ହେଇଯାଇଛନ୍ତି। ବାଜି ରାଉତ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଏମିତି ଲମ୍ବା ତାଲିକା ଅଛି ଶହୀଦମାନଙ୍କର। ଆହୁରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରେମ ପାଇଁ ଜୀବନ ଦେଇ ଦେଇଛନ୍ତି, ସେମାନେ ହେଉଛନ୍ତି ପ୍ରେମ ଶହୀଦ। ସେମାନେ ଯେଉଁ ସାମାଜିକ ବାଧା, ଶୃଙ୍ଖଳା, ପ୍ରଥା, ପରମ୍ପରା ଏସବୁକୁ ନ ମାନିକରି ଯାହାକୁ ଭଲ ପାଉଛନ୍ତି ତାରି ପାଖକୁ ଯାଇଛନ୍ତି, ତାର ହୃଦୟ ଜିତିଛନ୍ତି, କିନ୍ତୁ ନିଜର ଜୀବନକୁ ହାରି ଦେଇଛନ୍ତି। ଏମାନେ ହେଲେ ସବୁ ପ୍ରେମ ଶହୀଦ। ହିର ରାଞ୍ଜା, ଅନାରକଲି, ଗାଁ ଗାଁରେ, ଗଳି ଗଳିରେ ଏମିତି ହଜାର ହଜାର ପ୍ରେମ ଶହୀଦ ଆପଣ ପାଇବେ। ଆଉ ସତ୍ୟର ଶହୀଦ ପୁଣି କିଏ? ସତ୍ୟ ପାଇଁ କିଏ ତାର ଜୀବନ ଦେଇ ଦେଇଛି ଜାଣିଛନ୍ତି? ମନେ ପକାନ୍ତୁ, ସକ୍ରେଟିସ୍। ସକ୍ରେଟିସ୍ ତାଙ୍କ ସମୟରେ ଯେଉଁ ପାପାଲ ସିଷ୍ଟମ ଥିଲା, ଚର୍ଚ୍ଚ ଥିଲା, ପୋପ୍ ଥିଲା, ଏମାନଙ୍କୁ ବିରୋଧ କଲେ, କହିଲେ ଏସବୁ ଭୁଲ, ଈଶ୍ୱରଙ୍କ କଥାକୁ ସେ ମାନିଲେନି। ତେଣୁ ସେ ଯେଉଁ ଯୁବଗୋଷ୍ଠୀ ଥିଲେ ତାଙ୍କୁ କହିଲେ ଯେ ତମେ ସତ୍ୟର ଅନୁସନ୍ଧାନ କର। ସେ ଯେଉଁ ଚ୍ୟାଲେଞ୍ଜ କଲେ ସେହି ସମୟର ଏକ୍ଜିଷ୍ଟିଂ ସିଷ୍ଟମକୁ, ତେଣୁ ତାଙ୍କୁ କୁହାଗଲା ଯେ ନା, ତମେ ଈଶ୍ୱର ବିରୋଧୀ ହେଇଗଲ, ତେଣୁ ତମକୁ ମରିବାକୁ ପଡ଼ିବ। ତମେ ଯାହା କହୁଛ ତାକୁ ୱିଥଡ୍ର କର, ନହେଲେ ନାହିଁ ମରିବା ପାଇଁ ପ୍ରସ୍ତୁତ ହୁଅ। ତେଣୁ ସେ କହିଲେ ମୁଁ ସତ୍ୟ ପାଇଁ ମରିବା ପାଇଁ ରାଜି। ତେଣୁ ସେ ହେମଲକ୍ ବା ବିଷ ପିଇଦେଲେ ଏବଂ ମରିଗଲେ। ତେଣୁ ସେ ହେଉଛନ୍ତି ବିଶ୍ୱର ପ୍ରଥମ ସତ୍ୟ ଶହୀଦ। ସେମିତି ବିଜ୍ଞାନ ଶହୀଦ କିଏ ଜାଣିଛନ୍ତି? ବ୍ରୁନୋଙ୍କ ନାଁ ଶୁଣିଛନ୍ତି? ଇଟାଲୀର ବୈଜ୍ଞାନିକ ଏବଂ ଦାର୍ଶନିକ। ସେ ବି ଆଉ ପଦେ ଆଗକୁ ଯାଇଥିଲେ। ସେ ଚର୍ଚ୍ଚକୁ ବିରୋଧ କଲେ, ପୋପ୍କୁ ବିରୋଧ କଲେ ଏବଂ ବାଇବେଲକୁ ବିରୋଧ କଲେ ଏବଂ ସେ କହିଲେ ଯେ ପୃଥିବୀ ଏ ସେଣ୍ଟରରେ ନାହିଁ, ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଛି, ଯେଉଁଟା କୋପରନିକସ୍ କହିଥିଲେ। ଏବଂ ତା ବାଦ ମଧ୍ୟ ସେ କହିଲେ ଏ ଗୋଟେ ପୃଥିବୀ କ'ଣ ତମେ କହୁଛ? କେତେ ଯେ ଏମିତି ପୃଥିବୀ ଭଳିଆ ଗ୍ରହ, ନକ୍ଷତ୍ର, ତାରା, ୟୁନିଭର୍ସ, ମଲ୍ଟିଭର୍ସ ସବୁ ଅଛନ୍ତି। ଏ କଥା ସେ ସମୟର ଯେଉଁ ପାପାଲ ସିଷ୍ଟମ ଥିଲା, ଚର୍ଚ୍ଚ ସିଷ୍ଟମ ଥିଲା, ତାଙ୍କୁ ବାଧିଲା। ସେ କହିଲେ ତମେ ଈଶ୍ୱରଙ୍କ ବିରୁଦ୍ଧରେ ଗଲ, ଯାହା ବାଇବେଲରେ ଲେଖା ହେଇଛି ତମେ ତାକୁ ଅବଜ୍ଞା କଲ, ତେଣୁ ତମକୁ ମାରି ଦିଆଯିବ। ତେଣୁ ତାଙ୍କୁ ଯେଉଁ ଜଜମେଣ୍ଟ ଦିଆଗଲା ମାରିବା ପାଇଁ, ଗୋଟେ ଭିନ୍ନ ଢଙ୍ଗରେ ତାଙ୍କୁ ମରାଗଲା। କେମିତି? ଯେଉଁ ଜିଭ ଯୋଗୁଁ ସେ ଏତେ ବିଷୋଦ୍ଗାର କରିଥିଲେ, ସେ ଜିଭକୁ ସେ କଣ୍ଟାରେ ଫୋଡ଼ି ପକାଇଲେ, ତାଙ୍କୁ ଲଙ୍ଗଳା କରିଦେଲେ, ତାଙ୍କର ବହି ସବୁ ତାଙ୍କ ପାଖରେ ରଖିଲେ, ତାଙ୍କ ଗୋଡ଼ ଦୁଇଟାକୁ ଉପରକୁ କଲେ, ମୁହଁକୁ ତଳୁ କଲେ, ନିଆଁ ଲଗେଇ ତାଙ୍କୁ ପୋଡ଼ିଦେଲେ। ତେଣୁ ଦେଖନ୍ତୁ, ବିଜ୍ଞାନ ପାଇଁ ବ୍ରୁନୋ ଶହୀଦ ହେଇଯାଇଥିଲେ। ସେମିତି ଭାରତବର୍ଷରେ ଅନ୍ଧବିଶ୍ୱାସ ବିରୁଦ୍ଧରେ ସଂଗ୍ରାମ କରିକରି ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି। ନରେନ୍ଦ୍ର ଢାଭଲକର, ଗୌରୀ ଲଙ୍କେଶ, କାଲବୁର୍ଗି, ଏମିତି ଅନେକ ଅଛନ୍ତି ଯେଉଁମାନେ ସମାଜରେ ସଚେତନତା କରିବା ପାଇଁ ଯାଇ ଅନ୍ଧବିଶ୍ୱାସ ବିରୁଦ୍ଧରେ ଯାଇକରି କେଉଁ ଲୋକର ଗୁଳିର ଶିକାର ହେଇଛନ୍ତି। ଏମାନେ ହେଉଛନ୍ତି ମୁକ୍ତ ଚିନ୍ତନ ଶହୀଦ। ଫ୍ରି ଥଟ୍ ପାଇଁ ଏମାନେ ଶହୀଦ ହେଇଯାଇଛନ୍ତି। ଆପଣ ପୁଣି ପଚାରିବେ ଭାଷା ପାଇଁ ତାହେଲେ କିଏ ଶହୀଦ ହେଇଛନ୍ତି? ଭାଷା ପାଇଁ ପ୍ରଥମ ଶହୀଦ ହେଲେ କମଳା ଭଟ୍ଟାଚାର୍ଯ୍ୟ, ଆସାମୀ ଲୋକ। ଆସାମରେ ରହନ୍ତି। ଆସାମର ରିଜନାଲ ମଦର ଟଙ୍ଗ ହେଉଛି ଆସାମୀ, କିନ୍ତୁ ଇଏ ବଙ୍ଗଳା ଭାଷାଭାଷୀ ଲୋକ। ତେଣୁ ସେଠି ଯେତେବେଳେ ଆସାମୀଟାକୁ ସରକାରୀ ଭାଷା କରାଗଲା ଏବଂ ବଙ୍ଗଳା ଭାଷାକୁ କରାଗଲା ନାହିଁ, ଏ ଆନ୍ଦୋଳନ କଲେ ଏବଂ ଜୋରଦାର କଲେ ଏବଂ କରି କରି ମରିଗଲେ ମଧ୍ୟ। ଶେଷରେ ଆସାମ ସରକାର ବଙ୍ଗଳାକୁ ମଧ୍ୟ ସରକାରୀ ଭାଷାର ମାନ୍ୟତା ଦେଲେ। ତେଣୁ କମଳା ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଭାରତର ପ୍ରଥମ ଭାଷା ଶହୀଦ। ଏବେ ଆପଣ କୁହନ୍ତୁ ଯେ ଆପଣ ଏତେ ପ୍ରକାର ଶହୀଦ ଦେଖିଲେ, ଆସ୍ଥା ଶହୀଦ କେବେ ଦେଖିଛନ୍ତି? କେହି ଆସ୍ଥା ପାଇଁ ଶହୀଦ ହେଇଯିବାର, କେହି ବିଶ୍ୱାସ ରକ୍ଷା ପାଇଁ ଶହୀଦ ହେଇଯିବାର। ଆପଣ ଦେଖିବେ ଭାରତବର୍ଷରେ ଅନେକ ସାଧୁ, ସନ୍ଥ, ବାବା, ମାତା, କେତେ ଗୁରୁ, କେତେ ସ୍ୱାମୀ, ଏମିତି ଅନେକ ଅଛନ୍ତି। ଆଉ ବିଭିନ୍ନ ଲୋକ ଅଛନ୍ତି ଯେଉଁମାନେ ହେଉଛନ୍ତି ଗଡମେନ୍। ସେମାନେ ହେଉଛନ୍ତି ଗଡ଼ଙ୍କର ବହୁତ ପାଖ ଲୋକ। ଏମାନେ ହେଉଛନ୍ତି ପ୍ରଚାରକ, ପ୍ରବଞ୍ଚକ ଏବଂ
ବିଭିନ୍ନ ପ୍ରକାର ଧର୍ମର ଠିକାଦାର। ଏମାନେ ବିଶ୍ୱାସ ନାଁରେ, ଲୋକଙ୍କ ଆସ୍ଥା ନାଁରେ ଅନେକ ମିଥ୍ୟା ବା ଶଠତାର ଆଶ୍ରୟ ନେଇଥାନ୍ତି ଏବଂ ଅନେକ ପାଖଣ୍ଡବାଦର ପ୍ରଚାର ପ୍ରସାର କରିକି ଏମାନେ ଧରା ବି ପଡ଼ିଛନ୍ତି, ମାଡ଼ ବି ଖାଇଛନ୍ତି, ଜେଲ ବି ଯାଇଛନ୍ତି। କିନ୍ତୁ ଜଣେ କେହି ଏ ଆସ୍ଥା ପାଇଁ ଶହୀଦ ହେଇଛନ୍ତି ଆପଣ ଦେଖିଛନ୍ତି କି? ନା। ଯେତେ ମିଥ୍ୟା ଶଠତାର ପ୍ରଚାର ପ୍ରସାର କଲେ ବି ଆସ୍ଥାର ଯେଉଁ ସୁରକ୍ଷା ବଳୟଟା ଅଛି ସେଥିପାଇଁ ଏମାନେ ମରନ୍ତି ନାହିଁ। ତେଣୁ ଏବେ ଆପଣ କୁହନ୍ତୁ ଯେ ଆପଣ ସତ୍ୟର ସହିତକୁ ସପୋର୍ଟ କରିବେ ନା କୌଣସି ଆସ୍ଥା ସହିତ ପାଇଁ ଅପେକ୍ଷା କରିବେ? ଆପଣଙ୍କର ଉତ୍ତର ଅପେକ୍ଷାରେ। ନମସ୍କାର।